Hello student, welcome to my YouTube channel ବିଶ୍ୱ ଓଡ଼ିଆ ଏଜୁକେସନ୍। ଆଜିର ବିଷୟ ହେଉଛି ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ। ତ ବିଷୟ ପଢ଼ିବା ପୂର୍ବରୁ କହି ରଖୁଛି ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଆଗକୁ ବଢ଼ିବା ଓ ଦେଖିବା ଆଜିର ବିଷୟ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ। ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ ହେଉଛି ଦଶମ ଶ୍ରେଣୀର ତୃତୀୟ ବିଷୟ। ତ ଏଇ ଯେଉଁ ବିଷୟ ରହିଲା, ଆଉ ଏ ନାଁ ଭିତରେ ତମେ କ'ଣ ବୁଝୁଛ? ତା ରାମଚନ୍ଦ୍ର କ'ଣ କଲେ? ଲଙ୍କାକୁ ଯାତ୍ରା କରିବା ପାଇଁ ଅନୁକୂଳ କଲେ। ଯାତ୍ରା ଯାତ୍ରାନୁକୂଳ, ଆଚ୍ଛା, ଯାତ୍ରା କରିବା ପାଇଁ ଅନୁକୂଳ କଲେ। ଲେଖକ କିଏ? ନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ସପ୍ତଦଶ ଓ ଅଷ୍ଟଦଶ ଶତାବ୍ଦୀର ହେଉଛନ୍ତି କବି ଉପେନ୍ଦ୍ର ଭଞ୍ଜ। ତ ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ଟିକେ ଜାଣିବା। ଓଡ଼ିଆ ସାହିତ୍ୟରେ ବଳିଷ୍ଠ କବିତ୍ୱ ପାଇଁ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଭାବରେ ପରିଚିତ। ବଳିଷ୍ଠ କବି କ'ଣ? ନା ଆମର ଯୁଗ ବିଭିନ୍ନ ପ୍ରକାର ବିଭାଜିତ ହୋଇଛି। ଏ ଯୁଗ ବିଭାଜନରେ ହେଉଛି ଯେଉଁ ଭଞ୍ଜ ଯୁଗୀୟ କବିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ସର୍ବଶ୍ରେଷ୍ଠ। ତ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ସେ ଯୁଗ ରହିଛି ଭଞ୍ଜ ଯୁଗ। ତ ତାଙ୍କୁ ଦିଆହେଇଛି କ'ଣ? ଯେହେତୁ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଗୋଟେ ଭଲ କବି, ତାଙ୍କେ ସେ ବିଭିନ୍ନ ପ୍ରକାର ଲେଖା ଲେଖିଛନ୍ତି, ଆଉ ସେ ଲେଖା ମାଧ୍ୟମରେ ଲୋକମାନଙ୍କର ହୃଦୟକୁ ପୁରା ଛୁଇଁ ଦେଇଛନ୍ତି। ତ ସେଥିପାଇଁ ତାଙ୍କ ନାଁ ଦିଆହେଇଛି କବି ସମ୍ରାଟ ଦିଆହେଇଛି, ତାଙ୍କୁ ଉପାଧି ଦିଆଯାଇଛି। ସେ ସପ୍ତଦଶ ଶତାବ୍ଦୀ ଶେଷ ପର୍ଯ୍ୟାୟରେ ଭଞ୍ଜନଗରରେ ଅନତି ଦୂରରେ ଅବସ୍ଥିତ ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଆଚ୍ଛା, ଉପେନ୍ଦ୍ର ଭଞ୍ଜ କୋଉଠି ଜନ୍ମଗ୍ରହଣ କରିଥିଲେ? ନା ଘୁମୁସର ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ। ରାମ ତାରକ ମନ୍ତ୍ର କ'ଣ? ନା ରାମଙ୍କୁ ପ୍ରସନ୍ନ କରିବା ପାଇଁ ଏକ ମନ୍ତ୍ର। ସେ ମନ୍ତ୍ର ଜପ କରିକିରି କ'ଣ କରିଥିଲେ? ନା କବିତ୍ୱ ଲାଭ କରିଥିଲେ। ତାଙ୍କ ଦ୍ୱାରା ରଚିତ ବିଷୟ ସବୁ ହେଉଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀଶ ବିଳାସ, ରସିକ ହାରାବଳୀ, ପ୍ରେମ ସୁଧାନିଧି, ସୁଭଦ୍ରା ପରିଣୟ, କଳା କୌତୁକ, ଛାନ୍ଦଭୂଷଣ ଆଦି କାବ୍ୟ। ରସପଞ୍ଚଳ ଭଳି ଗୀତାତ୍ମକ ଆଳଙ୍କାରିକ କୃତି ଓ ଗୀତାଭିଧାନ ନାମକ ପଦ୍ୟାତ୍ମକ ଶବ୍ଦକୋଷ ଉପେନ୍ଦ୍ରଙ୍କ ଅଳଙ୍କାର ନମସ୍କ ପାଣ୍ଡିତ୍ୟ ଏବଂ କବି ଖ୍ୟାତିର କାଳଜୟୀ କୃତି। ଅର୍ଥାତ୍ କ'ଣ କୁହାହେଲା? ନା କବି ସମ୍ରାଟ ଖାଲି ଭଲ ଭଲ ବିଷୟ ସବୁ ଲେଖୁନଥିଲେ, ଗଳ୍ପ ସବୁ ଲେଖୁନଥିଲେ, ତାଙ୍କର ଯେଉଁ ଅଳଙ୍କାରରେ ମଧ୍ୟ ଭୀଷଣ ପାଣ୍ଡିତ୍ୟ ଥିଲା ବୋଲି ଇଏ କହୁଛି। ତାଙ୍କ ରଚିତ ଚଉପଦୀ ଓ ଚଉତିଶା ଓଡ଼ିଆ ଗୀତି କବିତା ଧାରାରେ ଅପରୂପ ସୃଷ୍ଟି ରୂପେ ବିବେଚିତ ହୋଇଅଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କ'ଣ? ଚଉପଦୀ ଆଉ ଚଉତିଶା, ଚାରିପଦରେ ରଚିତ ଯିଏ ଚଉପଦୀ, ଚଉତିଶା ହେଉଛି ଚାରି ଧାଡ଼ିରେ ବର୍ଣ୍ଣିତ ଚାରିପଦିଆ ବିଶିଷ୍ଟ ଏକ ବହି ହେଲା। ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ, ଯେଉଁ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳଟି କବିଙ୍କର ବୈଦେହୀଶ ବିଳାସ କାବ୍ୟର 40 ଛାନ୍ଦରୁ ଆନିତ। ପିଲାମାନେ ଏଇଟା ମନେ ରଖିବ, ଯେଉଁ ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳଟି କୋଉଠୁ ଆସିଅଛି? ନା କବିଙ୍କର ବୈଦେହୀଶ ବିଳାସ କାବ୍ୟର 40 ଛାନ୍ଦରୁ ଆନିତ। ରାମକାବ୍ୟ ବୈଦେହୀଶ ବିଳାସ 52 ଛାନ୍ଦ ବିଶିଷ୍ଟ ରଚନା। ଏ ଯେଉଁ ରାମକାବ୍ୟ ବୈଦେହୀଶ ବିଳାସ, ସେଇଟା ହେଉଛି 52 ଛାନ୍ଦ ବିଶିଷ୍ଟ ରଚନା। ଏଥିରେ ପ୍ରତ୍ୟେକ ପଦର ବ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ। ଏ ଯେଉଁ ବୈଦେହୀଶ ବିଳାସ ନା କାହିଁକି ଦିଆ ହେଇଗଲା? ନା ଆରମ୍ଭ ଅକ୍ଷର ଟୋଟାଲି ବରେ ଲେଖା ହେଇଥିଲା, ବ ଆଦି ନିୟମରେ ରଚିତ ରଚନା। ପ୍ରତ୍ୟେକ ଲଙ୍କାର ରାବଣ ଦ୍ୱାରା ଅପହୃତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧିବା ବେଳର କଥା ଏହି କବିତାକୁ ବର୍ଣ୍ଣିତ ହୋଇଅଛି। କ'ଣ ହେଇଛି? ନା ଯେତେବେଳେ ଆମର କବି କ'ଣ କରିଛନ୍ତି? ନା ରାମଚନ୍ଦ୍ର କ'ଣ କରିଛନ୍ତି? ସମୁଦ୍ରରେ ସେତୁ ବାନ୍ଧିଛନ୍ତି, ସେହି ସମୟର ଦୃଶ୍ୟକୁ କବି କ'ଣ କରିଛନ୍ତି? ବର୍ଣ୍ଣନାରେ ଦେଇଛନ୍ତି। ଉପେନ୍ଦ୍ର ଭଞ୍ଜଙ୍କର ଅଳଙ୍କାରିକ ପ୍ରିୟତା, ଶବ୍ଦ ସଂଯୋଜନା କୌଶଳ, ସାମଜ ପ୍ରତି ନୀତିନିର୍ଘ ବାର୍ତ୍ତା ଏହି କବିତାର ଲକ୍ଷଣୀୟ ବୈଶିଷ୍ଟ୍ୟ। ଅର୍ଥାତ୍ କବି କିପରି ଭାବରେ ଏହାକୁ ଲେଖିଛନ୍ତି, କହିଛନ୍ତି,
ଲେଖନୀ ଚାଳନା କରିଛନ୍ତି, ଏହା କେତେ ଲୋକଙ୍କୁ ଭଲ ଲାଗୁଛି, ଏହା ହିଁ ହେଉଛି ଲକ୍ଷଣୀୟ ବିଷୟ। କେମିତି କୋଉ ପ୍ରୋସେସରେ ଲେଖିଛନ୍ତି। ତ ବିଷୟକୁ ଯିବା। ରାଗ ଆଶାବରୀ। ଆଗରୁ ଯୋଉ ସବୁ ଲେଖା ହଉଥିଲା ରଚନା ସବୁ, ସେ ବିଭିନ୍ନ ରାଗ ରାଗିଣୀରେ ଲେଖା ହଉଥିଲା। ତ ଏଇ ସବୁ ଲେଖାଟା ଉପେନ୍ଦ୍ର ଭଞ୍ଜଙ୍କର, ସେଇଟା ଲେଖା ହେଇଛି ରାଗ ଆଶାବରୀ ରାଗରେ। ଉଁ, ବଳିଲା ରାଘବ ଆଶା ସୀତା ପ୍ରାପତିରେ, ବିଚାରିଲେ ସିନ୍ଧୁ ପୋତି ଯିବା ପର୍ବତରେ ଯେ। ଅର୍ଥାତ୍ ରାମଚନ୍ଦ୍ର, ରାଘବ କିଏ? ରାମଚନ୍ଦ୍ର। ବଳିଲା, ବଳିଲା ଅର୍ଥାତ୍ ଇଚ୍ଛା ହେଲା, ମନେ ପଡ଼ିଗଲା ସୀତାଙ୍କ କଥା। ରାମଚନ୍ଦ୍ର କଣ କଲେ? ବାହାରିଛନ୍ତି ଯିବା ପାଇଁ। ବଳିଲା ରାଘବ ଆଶା ସୀତା ପ୍ରାପତିରେ, ସୀତାଙ୍କୁ ପ୍ରାପ୍ତ କରିବା ପାଇଁ, ପାଇବା ପାଇଁ। ବିଚାରିଲେ ସିନ୍ଧୁପତି ଯିବା ପର୍ବତରେ ଯେ, ମନେ କହୁଛନ୍ତି ମୁଁ ଯାଉଛି ଯିବି ସିନ୍ଧୁକୁ ପୋତିକିରି କୋଉଠି? ପର୍ବତକୁ ଫୋପାଡ଼ିକିରି। ଏତେ ପର୍ବତ ଅଛି, ସେ ପର୍ବତକୁ ସବୁ ସମୁଦ୍ରରେ ଫୋପାଡ଼ିକିରି କଣ କରିବେ? ନା ଯିବି ଆରପଟକୁ। ବୁଡ଼ିଗଲା ପକାଇଲେ କପି ଯେତେ ଗିରି, ବୁଦୁ ବୁଦ ନଦୀ ସେ ଜଳ ଫିଫିକୃତ କରି ଯେ। ଅର୍ଥାତ୍ କପି ମାନେ ପକେଇଲେ, ଯେତେ ଗିରି ସବୁ ପକେଇଲେ, ସବୁ କଣ ହେଲା? ବୁଦବୁଦୁ ହେଇକିରି ବୁଡ଼ିଗଲା। ଆଉ ଜଳ ଫିଫିକୃତ କରି କେମିତି? ନା ଭୁଡୁକା ଉଠେଇକିରି ଚଁ 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 ପାଣି ଶୋଷି ଦେଇକିରି, ପର୍ବତ ଯାକ ତ ସବୁ ଶୁଖିଲା ଥାନ୍ତି। କୋଉ କାଳରୁ ଖରା ଖାଇକିରି ରହିଥାନ୍ତି। ସିଏ କଣ କଲା? ଯେମିତି ଉପାରିକିରି ସବୁ ବାନର ସେନା ସବୁ ଫୋପାଡ଼ିଛନ୍ତି ପର୍ବତକୁ, ସିଏ ଗଲା ସବୁ ତଳକୁ କଣ ହେଲା? ଠକ୍ କିନା ଗଳି ପଡ଼ିକିରି ଚଁ ଚଁ ସାଉଣ୍ଡ କରିକିରି ଭୁସ୍ କିନା କଣ କଲା? ତଳକୁ ଗଳି ପଶିଲା। ଯେହେତୁ ରାମଚନ୍ଦ୍ର କଣ କରୁଛନ୍ତି? ନା ପକଉଛନ୍ତି, ସେତୁ ବନ୍ଧ ବାନ୍ଧିଛନ୍ତି ଜଗତର ଠାକୁର ରାମ ଠାକୁର। ତ ତାଙ୍କ ସାଙ୍ଗରେ ଅଛନ୍ତି କିଏ? ବାନର ସେନ, ବୀର ହନୁମାନ, ମହା ଯୋଦ୍ଧା ମାନେ ଅଛନ୍ତି। ତ ସେମାନେ ଦେଖିଲେ ଯେମିତି ଏସବୁ ହଉଛି, କଣ ଯେତେ ପର୍ବତ ପକେଇଲା ବେଳକୁ ସବୁ ବୁଡ଼ି ଯାଉଛି, ସେମାନେ କଣ କଲେ? ବାହାରିଲେ ଆଉ ଗୋଟେ କଣ କରିବା। ରାମକୁ କହୁଛନ୍ତି ତମେ କଣ କର? ନା ସମୁଦ୍ରକୁ ଶୁଖେଇ ଦିଅ, ଆମେ ସେମିତି ଯିବା। ତ ସେଠି କଣ ହେଇଛି? ନା ଇଏ ହେଇଛି, ରାମ ମନା କରିଛନ୍ତି, ନାଇଁ ମୁଁ ପ୍ରଥମେ କାହାକୁ ଶସ୍ତ୍ର ଧରେଇବି ନାହିଁ, କ୍ଷତି କରିବି ନାହିଁ। ତ ରାମ କଣ କରିଛନ୍ତି? ନା ବିସ୍ମୟ ନିଶ୍ୱାସ ତେଜି ବରୁଣ ପ୍ରସନେ, ବିନାଶନେ ଶୟନ ସେ ଦର୍ଭ ଶୟନେ ଯେ। ବିସ୍ମୟ ନିଶ୍ୱାସ ତେଜି ବରୁଣ ପ୍ରସନେ, ଅର୍ଥାତ୍ ଦୀର୍ଘ ନିଶ୍ୱାସ। ବିସ୍ମୟ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଭାବରେ ଗୋଟେ ଶ୍ୱାସ ଛାଡ଼ିଛନ୍ତି। ଓହୋ, ଏମିତି ଛାଡ଼ି ଦେଇକିରି ତେଜି ବରୁଣ ପ୍ରସନ୍ନ। କେମିତି? ନା ବରୁଣକୁ ପ୍ରସନ୍ନ କରିବା ପାଇଁ ଚାହିଁଛନ୍ତି କିଏ? ନା ରାମ। ବିନା ସନରେ, ବିନା ଆସନରେ, ଅର୍ଥାତ୍ ଆମେ ଶୋଇବା ପାଇଁ ବିଭିନ୍ନ ପ୍ରକାର ଛପ କିମ୍ବା ସୋଫାର ବ୍ୟବହାର କରିଥାଉ, କିମ୍ବା ଆଉ କିଛିର ବ୍ୟବହାର କରିଥାଉ। ସେମାନେ ଯେହେତୁ ଯାଇଛନ୍ତି କୋଉଠିକି? ନା ସେତୁବନ୍ଧ ବାନ୍ଧିବା ପାଇଁ, ଯେ ତ ସପ ନେଇକି ଯାହାହେଲେ ଆସନ କରିକିରି ଶୋଇବେ। ତ ସେ ବିନା ଶୟନେ, ଅର୍ଥାତ୍ ବିନା ଆସନରେ, ବିନା ସନରେ ଶୟନ, ଅର୍ଥାତ୍ ବିନା ଆସନରେ ଶୟନ। ସେ ଦର୍ଭ ଶୟନେ ଯେ, ଅର୍ଥାତ୍ ଦର୍ଭ ଶୟନ। ଦର୍ଭ ଶୟନ, ଦର୍ଭ ଶବ୍ଦର ଅର୍ଥ ହଉଛି କୁଶ, ଅର୍ଥାତ୍ ଘାସ ହେଲା। ଦର୍ଭ ଶୟନ ଯେ, ଅର୍ଥାତ୍ ଘାସର ସେଜରେ କଣ କଲେ? ଶୟନ। ଆସନ ଆଉ ଛପ ଫପ ନ ପକେଇକିରି, ପାରୁଶୁଆ ସେଜ ନ ପକେଇକିରି ସେ ଗଲେ ଘାସ ଉପରେ ଶୋଇଲେ। ବୁଦ୍ଧେ ଶୁଣ ଅନ୍ୟ ପ୍ରସଙ୍ଗ କୁଦଶଶିରେ, ବରଗିଲା ସେ ସୁଖ ସାରଣ କରି ଚାର ଯେ। ଏପଟେ ରାମଚନ୍ଦ୍ର କଣ କରିଛନ୍ତି? ବରୁଣ ପ୍ରସନ୍ନ କରିବା ପାଇଁ ସୁଖ ଶଯ୍ୟା, ଯୋଉ ମାନେ ଶଯ୍ୟା ତ୍ୟାଗ କରିକିରି କଣ କରିଛନ୍ତି? କୁଶ ଶଯ୍ୟାରେ ଶୟନ କରିଛନ୍ତି। ସେପଟେ କଣ କରୁଛି? ଯୋଉ ରାବଣ କଣ କରୁଛି? ଶୁକ ଆଉ ସାରଣକୁ କଣ କରୁଛି? ପଠଉଛି ଦେଖିବା ପାଇଁ। କଣ କହୁଛି ରାବଣ? ନା ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି, ବୁଝି ନ ବୁଝି କୋ ପିତା ବାଣୀ ପିତା କରି ଯେ। ଅର୍ଥାତ୍ ଏଇ ଶବ୍ଦର ଅର୍ଥ, ବିଭୀଷଣକୁ ଯାହା କହିବୁ, ରାବଣ ଶୁକ ସାରଣ ତା ଚାରକୁ ପଠଉଛି। ବିଭୀଷଣକୁ ତ ବାହାର କରିଦେଇଛି। ବିଭୀଷଣ ଯେତେବେଳେ ଯାଇକି ରାମଙ୍କ ପାଖରେ ଶରଣ ପଶିଛି, ଆର ସେତେବେଳେ ଅକଲ ପଶିଛି। ଶୁକ ସାରଣ ବିଭିନ୍ନ ପ୍ରକାର କଥା କହି ତାକୁ ମାନେ କହୁଛନ୍ତି। ତ କୁମନ୍ତ୍ରଣା ଦେଇଛନ୍ତି। ତ ସିଏ କୁମନ୍ତ୍ରଣାରେ ପଡିକିରି ତାଙ୍କୁ ପଠେଇଛି ଶୁକ ସାରଣକୁ ଚାର ରୂପରେ।
ଦୂତ ରୂପରେ କହିଲା, ଯା ବିଭୀଷଣକୁ କହିବୁ ଜ୍ୟେଷ୍ଠ ଭ୍ରାତା ହଉଛି ତୋର ପିତା ବାଗ୍ୟା। ସେ ସୁକ ସାରଣ କରି ଚାର ଯେ ସୁକ ସାରଣକୁ ଚାର କରି ପଠଉଛି। ବିଭୀଷଣ କହ ଜ୍ୟେଷ୍ଠ ଭାତା ପିତା ସରି ବିଭୀଷଣକୁ ଯାଇ କହିବୁ ଜ୍ୟେଷ୍ଠ ଭାତା ହଉଛି ବାପାଙ୍କ ସମାନେ। ବୁଝି ନ ବୁଝି କୋ ପିତା ବାଣୀ ପିତା କରି ବୁଝୁକିରି ନ ବୁଝିକିରି ତାଙ୍କ ବାଣୀକି ମାନେ ଏମିତି ସେମିତି କଣ କହୁଛୁ? ପିତା ତାଙ୍କ ବାଣୀକି ଖରାପ କଣ ଭାବିଛୁ? ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣ ଅର୍ଥାତ୍ ବିଭୂତି କଣ ଖାଦ୍ୟ, ଭୁଞ୍ଜୁଥିଲୁ ବିଭୂତି ଭୂଷଣ ଅର୍ଥାତ୍ ଭୁଞ୍ଜୁଥିଲୁ ମାନେ କଣ ଖାଉଥିଲୁ, ବିଭୂତିକୁ ଭୁଞ୍ଜୁଥିଲୁ ଅର୍ଥାତ୍ ତୁ ତ ରାଜକୁଳରେ ଜନ୍ମ, ରାଜ ପାଟିରେ ରହିକିରି ତୋର ଅୟସ ଆରାମରେ ରହିବା ଲୋକଟା, ବଡ଼ କୂଳେ ଜନ୍ମି ଶରଣ କି କାରଣ ଯେ ତୁ ବଡ଼ କୂଳରେ ତ ଜନ୍ମ ହେଇଛୁ, ଶରଣ ଯାଇଛୁ କଣ ପାଇଁ ତା ପାଖରେ? ଶରଣ କି କାରଣ ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ, ବାଦର ଚାଇ ପିତୃବ ବାହୁଡ଼ା ସୈନ୍ୟ ଯେ। ଅର୍ଥାତ୍ ଅଙ୍ଗଦକୁ ଯାଇ କହିବ, ଅଙ୍ଗଦକୁ କଣ କହିବ ନା ତୋର ପିତାର ଯେ ଶତ୍ରୁ, ତୋ ପିତାକୁ ଯିଏ ମାରିଥିଲା ତାକୁ ଭକ୍ତି କରିବା କୋଉ ଦିଗରେ ଲେଖା ହେଇଛି ପୁଣ୍ୟ ବୋଲି, କୋଉଥିରେ ଲେଖା ହେଇଛି ପୁଣ୍ୟ ବୋଲି? ବାଦ ରଚାଏ ଅର୍ଥାତ୍ ବାଦ କରି ତାଙ୍କ ସାଙ୍ଗରେ ଝଗଡ଼ା କରି, ରଚାଇ ପିତୃବ୍ୟ ବାହୁଡ଼ା ଓ ସୈନ୍ୟ ଯେ। ପିତୃବ୍ୟ ପିତାର ପୁତ୍ର, ପିତୃବ୍ୟ ତାର ବାପାଙ୍କ ସକାଶେ ତୁ କଣ କରେ ବାଦ ରଚିକିରି ପାଟିତୁଣ୍ଡ କରିକିରି ତୋ ସୈନ୍ୟମାନଙ୍କୁ ନେଇକିରି ପଳେଇ ଯା। ବିହାୟ ସେ ବିହରି ସାଗର ଜିଣି ଯାଇ, ବର୍ତ୍ତକ ସ୍ୱରୂପ ଧୂତ କେକେଟି ହୋ କହି ଯେ। ଏକଥା ଶୁଣିକିରି ସୁକ ସାରଣ କଣ କରୁଛନ୍ତି? ରାବଣକୁ ଓଳିକି ହେଇଛନ୍ତି। ଓଳିକି ହେଲା ପରେ ବିହାୟ ସେ ବିହରି ସାଗର ଜିଣି ଯାଏ ଅର୍ଥାତ୍ ଶୂନ୍ୟରେ ଶୂନ୍ୟ ଶୂନ୍ୟ କଣ କରି ବିହାୟ ସେ ଶୂନ୍ୟରେ କଣ କରୁଛନ୍ତି? ପହଁରୁଛନ୍ତି। କେମିତି ନା ଶୂନ୍ୟରେ ଆସୁଛନ୍ତି, ଯେମିତି ଦେଖିଛନ୍ତି ଆସିଲେ କୋଉଠି ରାମଙ୍କର ନିକଟ ହେଇଗଲେ ସେ ବତ୍ତକ ସ୍ୱରୂପରୁ ଧରିଦେଲେ। କାହିଁକିନା ସେ ଦି ଜଣ ବହୁତ ମାୟାବୀ ନା, ବତ୍ତକ ରୂପ ଧରିକିରି କଣ କଲେ? ବତ୍ତକ ଯେମିତି ରଡ଼ି ଛାଡ଼େ ସେମିତି କେଙ୍କେଟି ହୋ କହିଯେ। ବିଖ୍ୟାତ କରୁ ବିଂଶତି କର କହିବାର, ବୋଧଉ ଭୟ ଭୟରେ ପଳାୟ ସତର ଯେ। ଇଠେଇ କଣ ହଉଛି ନା ବିଖ୍ୟାତ କରୁ ବିଂଶତି କର କହିବାର ଅର୍ଥାତ୍ ବିଖ୍ୟାତ କରୁ, ବିଖ୍ୟାତ କରି କି ଅଙ୍ଗଦ ଭୀଷଣ ତାର ବାହୁ ଦିଟା ହେଲା ଚାପିକିରି ମାରିଦବ ସିଏ, ବାଳି ବାଗିଆ ସେ ଶକ୍ତି ଥାଏ। ବିଖ୍ୟାତ କରୁ ବିଂଶତି କର କହିବାର, ବୋଧ ଉଭୟ ଭୟରେ ପଳାଇ ସତର ଯେ। ଏତିକି କଥା ଯେମିତି ରାବଣ କଥା ଯେମିତି କଣ କହିଛନ୍ତି ଆସିକିରି ସମସ୍ତଙ୍କୁ କହିଛନ୍ତି, କିନ୍ତୁ ତାଙ୍କ ଡରରେ କଣ କରିଛନ୍ତି ସେମାନେ ପଳେଇ ଯାଇଛନ୍ତି, ବାହୁଡ଼ି ଯାଇଛନ୍ତି। ବାହୁଡ଼ି ରାବଣେ କହି ଶୁଣ ଦେବ ରିପୁ, ଦେବତାଙ୍କର ରିପୁ ଅର୍ଥାତ୍ ଶତ୍ରୁ, ମାନେ ରିପୁ କଣ ଶତ୍ରୁ, ଦେବତାଙ୍କର ମାନେ କଣ ଯମ। ବାହୁଡ଼ି ଯାଇ ରାବଣେ କହି ଶୁଣ ଦେବ ରିପୁ, କିଏ କହୁଛନ୍ତି? ସୁକ ସାରଣ କହିଲୁ। ବୋଇଲା ଅନୁଜ ଯିବି ସୀତାଙ୍କୁ ସମର୍ପୁ ଯେ। ତମ ଅନୁଜ ତମ ବଡ଼ ଭାଇ ବିଭୀଷଣ କହିଲା ଯଦି ତମେ ସୀତାଙ୍କୁ ସମର୍ପଣ କରିଦେବେ ଭାଇ ତାହେଲେ ମୁଁ ଯିବି। ବଞ୍ଚିଲୁ ଅଙ୍ଗଦେ ଅଙ୍ଗ ଦେବାରୁ କି ଧର୍ମେ, ବଜ୍ରାଘାତ ସମ ତମ ପ୍ରହାରିଲା ବ୍ରହ୍ମେ ଯେ। ଅର୍ଥାତ୍ ଅଙ୍ଗଦ ବଞ୍ଚିଲୁ, ଅଙ୍ଗଦର ତା ବିଧାଘାତରୁ ଭୀଷଣ ମୁଷ୍ଟି ଘାତରୁ ଆମେ କଣ ବଜ୍ର ସମ ଅର୍ଥାତ୍ ବଜ୍ର ବିଜୁଳି ସମାନ ବିଧା ତା ଶରୀରରୁ ଆମେ ବଞ୍ଚିଲୁ। କିପରି ନା କୌଣସି ପ୍ରକାରେ ଆମେ ବଞ୍ଚିଗଲୁ। ବଜ୍ରାଘାତ ସମତଳ ପ୍ରହାରିଲା ବ୍ରହ୍ମେ ଯେ। ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବୁ, ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ ଯେ। କିନ୍ତୁ ଯଦି ବାଇଚାନ୍ସ ବାଜି ଯାଇଥାନ୍ତା ସେ ବିଧାଟା, ତାହେଲେ ଆମେ ଚୂନା ହେଇଯାଇଥାନ୍ତୁ, ନହେଲେ କହିଲା ପାତାଳରେ ଲୁଚି ଯାଇଥାନ୍ତୁ। ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ। ଠାକୁରଙ୍କୁ କୋଉ ବାକ୍ୟ ଆମକୁ ସାହାଯ୍ୟ କରିଛନ୍ତି ବୋଲି ଆମେ କିଛି ମାନେ ଆମର ଶୁଭ ଫଳ ଥିଲା ବୋଲି ଆମେ ବଞ୍ଚିକିରି ଆଇଛୁ। ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେହି ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ଏଇଠି ରାବଣର କଣ ହେଇଛି ମାନେ ଅସଲ କଥାଟା ବାହାରିଛି କଣ ନା କେତେ ଲୋକ ରାମ କେତେ ଲୋକ ଆଣିକିରି ଆଇଛନ୍ତି, ସେନା ଆଣିକିରି ଆଇଛନ୍ତି। ତ ସୁକ ସାରଣ କହୁଛନ୍ତି ସେନା କଣ ତୁ କହୁଛୁ ରେ ରାବଣ, ଯେତେ ଏତେ ସେନା ଆଣିକିରି ଆଇଛନ୍ତି ନା ବାରି ରାଶିରେ ତେତେ ଶଙ୍ଖ। ଶଙ୍ଖ ଜାଣିଛ ତ ଲକ୍ଷ ବୃନ୍ଦ ଶଙ୍ଖ ଏଗୁରା ସବୁ ମାନେ କଣ କୋଟି କୋଟି ସଂଖ୍ୟା, କିନ୍ତୁ ସେ କହୁଛନ୍ତି ଯେ ଏତେ ସେନା ଆଇଛି ସେ ଶଙ୍ଖ ମାନେ ସମୁଦ୍ର ସହିତ ପୂର୍ଣ୍ଣ ହେଇଯିବ। ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେହି ଶଙ୍ଖ ଯେତେ ବାରି
ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ ବାରି ଅର୍ଥାତ୍ କ'ଣ ସମୁଦ୍ର ଭିତରେ ମଧ୍ୟ ସେତେ ଶଙ୍ଖ ପାଇବୁ ନାହିଁ। ଖୋଜିଲେ ବିତରଣେ ସାଗର କି ପାଞ୍ଚ ପଚାରିଲା ବିତରଣେ ଅର୍ଥାତ୍ ଆର ପାର ହବା ପାଇଁ ବା ଏପଟରୁ ସେପଟକୁ ଯିବା ପାଇଁ। ବିତରଣେ ସାଗର କି ପାଞ୍ଚ ପଚାରିଲା ବିହେରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା ଯେ ଯେମିତି ରାମ କ'ଣ କଲେ ନା ପାର ହବା ପାଇଁ ସମୁଦ୍ର ମାନେ ଇଚ୍ଛା ପ୍ରକାଶ କଲା ନାହିଁ, ଅନୁମତି ଦେଲା ନାହିଁ। ରାମ କ'ଣ କଲେ ନା କୁଶଶଯ୍ୟା ମାନେ ଧାରଣ କରିଛନ୍ତି। କିଏ ନା ରାମ କୁଶଶଯ୍ୟାରେ ଶୟନ କରିଛନ୍ତି। ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ ରାବଣ ସେଇ ସମୟ ଟିକେ ରାବଣର ଗର୍ବ ହେଇଛି କି ମୁଁ ହେଇଥିଲେ ଅଶୋକ ମୋର ଯୋଉ ଯାନ ଅଛି ସେ ଯାନରେ କ'ଣ କରିଥାନ୍ତି ଘିନି ଆଣିକିରି ଆସିଥାନ୍ତି କିମ୍ବା ସମୁଦ୍ରକୁ ଶୁଖେଇ ଦେଇଥାନ୍ତି, ବାଧ୍ୟ କରି ପକେଇଥାନ୍ତି ସମସ୍ତଙ୍କୁ କାମ କରିବା ପାଇଁ। କିନ୍ତୁ ଇଏ କ'ଣ କରୁଛି କିଛି କରିବନି। ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ ସମୁଦ୍ରରେ ସେ ବନ୍ଧ ବାନ୍ଧି ପାରୁନି, ସିଏ କ'ଣ କରିବ ମୋର ଏ କଥା କହୁଛି। ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରହୁଛି।